ରାଜ୍ୟରେ ଜାରି ରହିଛି ବର୍ଷା। 4 ଦିନ ଯାଏଁ ପ୍ରବଳ ବର୍ଷିବ। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ, ଗାଙ୍ଗେୟ ଅଞ୍ଚଳ ଓ ସଂଲଗ୍ନ ବାଂଲାଦେଶ ଉପରେ ସକ୍ରିୟ ରହିଛି। ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ। ଏହା ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଛି। ଆସନ୍ତା 4 ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 7 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ। ସେହିପରି 19 ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ମାଲକାନଗିରି ସୀମାରେ ବୁଲୁଛି ଗୋଦାବରୀ 326 ନମ୍ବର ଏନ୍ଏଚ୍ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଛି। ଟ୍ରକ୍ ଚାଳକ ଓ ହେଲ୍ପରଙ୍କ ଖାଦ୍ୟ ସାମଗ୍ରୀ ସରି ଆସୁଥିବା ବେଳେ ଏବେ ବି ରାସ୍ତା ଖୋଲିନି। ରାସ୍ତା ନ ଖୋଲିବା ଯାଏଁ ପ୍ରଶାସନ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଟ୍ରକ୍ ଡ୍ରାଇଭରମାନେ ଦାବି କରିଛନ୍ତି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର। ଆସନ୍ତା 28ରେ ଖୋଲିବ ହୀରାକୁଦ ଗେଟ୍। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ। ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି 604.91 କ୍ୟୁସେକ୍। ପ୍ରତି ସେକେଣ୍ଡରେ 1,82,056 କ୍ୟୁସେକ୍ ଜଳ ପ୍ରବେଶ କରୁଛି। ନିଷ୍କାସନ ହେବ 31,031 କ୍ୟୁସେକ୍ ଜଳ। ଜଳସ୍ତର ବୃଦ୍ଧି ପାଇଲେ ହୀରାକୁଦ ସୁଇଚ୍ ଗେଟ୍ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ।